ସାଙ୍ଗ ଭିକାରୀ ହସେ ଓ ରାଜାଙ୍କୁ ଦେଖିଲା କ୍ଷଣି ସବୁବେଳେ କହିଥାଏ, ମଣିମା, ଆପଣ ମୋର ରାଜା। ଆପଣ ଚାହିଁଲେ ମୋର ଦୁଃଖ କ୍ଷଣକେ ଦୂର କରିପାରିବେ। କିନ୍ତୁ ଦୁଃଖର କଥା, ଆପଣ ମୋତେ ଏଠି ପ୍ରତିଦିନ ଦେଖୁଥିଲେ ହେଁ ଆଡ଼ ଆଖିରେ ଦେଖୁନାହାନ୍ତି। ଟିକିଏ ଦୟା କରନ୍ତୁ ମହାବା, ମୋତେ କିଛି ଖାଇବାକୁ ଦେଇ ମୋର କ୍ଷୁଧା କ୍ଷାନ୍ତ କରନ୍ତୁ। ଉକ୍ତ ଭିକାରୀର କଥା ରାଜାଙ୍କ ହୃଦୟରେ ଗଭୀର ଆଲୋଡ଼ନ ସୃଷ୍ଟି କଲା। ରାଜା ପ୍ରାସାଦକୁ ଫେରିବା ପରେ ମନ୍ତ୍ରୀଙ୍କୁ ସଙ୍ଗେ ସଙ୍ଗେ ଆଦେଶ ଦେଲେ। କହିଲେ, ମନ୍ତ୍ରୀ, ଆପଣ ସେହି ଭିକାରୀ ପାଇଁ ଉତ୍ତମ ଏବଂ ସୁସ୍ୱାଦୁ ଖାଦ୍ୟର ବ୍ୟବସ୍ଥା କରନ୍ତୁ। ଏଥିସହିତ ଏକ ବଡ଼ କ୍ଷୀରି ପାତ୍ର ମଧ୍ୟ ପ୍ରସ୍ତୁତ କରନ୍ତୁ। ଉକ୍ତ କ୍ଷୀରି ପାତ୍ରରେ କିଛି ସ୍ୱର୍ଣ୍ଣ ମୁଦ୍ରା ଡୁବାଇ ଭିକାରୀକୁ ଦିଅନ୍ତୁ। ଏହା ମାଧ୍ୟମରେ ତାର କ୍ଷୁଧା ବି ଉପଶମ ହେବ ଏବଂ ସବୁଦିନ ପାଇଁ ଦାରିଦ୍ର୍ୟତା ମଧ୍ୟ ଚାଲିଯିବ।